फ्रेंड्स जदि आपण OSSC RI ICDS VW किंबा जे फॉर्म भरुवा समय हठात एपरी फेल टू लोड व्यू स्टेट एरर देखुचंती एपरी आपण फेस करूचंती प्रोब्लेम टा एवं एठी देखंतु अनेबल टू कास्ट ऑब्जेक्ट टाइप लेखुची एवं एमती एरर सब आसुची तो जदि आपनकर भी मध्य एमती सब एरर आसुची तो वीडियो टी को स्किप करिवेनी कारण यह आपनकर भूल नुहे ना फॉर्म भूल अछि ना डॉक्यूमेंट भूल अछि शांत होई आपण एई वीडियो टी को लास्ट पर्यंत देखंतु आज मु आपनकर स्क्रीन ऊपर सीधा देखेबी एपरी एरर काहे की आसुची एवं किपरि याको अवॉइड करि पारिबे तो देखंतु अनेबल टू कास्ट ऑब्जेक्ट टाइप सिस्टम सिक्योरिटी प्रिंसिपल जनरल आइडेंटिटी टू टाइप सिस्टम वेब सिक्योरिटी एरर सब आसुची ठीक अछि तो बंधु माने एही एरर एबे OSSC वेबसाइट रे बहुत कॉमन हे गलानी RI ICDS VW जे समस्त पोस्ट रे कैंडिडेट माने एही प्रॉब्लम देखुचंती ଏହା ସାଧାରଣତଃ ଅଧିକତର ଆସିଥାଏ ସକାଳ 10ଟାରୁ ରାତି 9ଟା ମଧ୍ୟରେ ଯଦି ଆପଣ ଅନଲାଇନ୍ କରିବେ RIMN ACDS VW ଫର୍ମ ଭରିବା ଲାଗି ଯଦି ଏରର ଆସୁଛି ଏରର ଦେଖାଯାଉଛି ସର୍ଭର ଏରର ଇନ୍ ଆପ୍ଲିକେସନ୍ ଅର୍ ଫେଲ୍ ଟୁ ଲୋଡ୍ ଭ୍ୟୁ ଷ୍ଟେଟ୍ ଦେଖାଉଛି ତ ଦେଖନ୍ତୁ କେମିତି ସମାଧାନ କରିପାରିବେ ଠିକ୍ ଅଛି ତ ପ୍ରଥମେ ବୁଝିବା ଏଠି ଆସୁଛି କ'ଣ ପାଇଁ ଆଉ କ'ଣ କଲେ ଏହା ସମାଧାନ ହେବ ଯଦି ଆପଣ OSSC ୱେବସାଇଟକୁ ଯାଇକି ଲଗ୍ଇନ୍ କରିବେ ହୋମ୍ ପେଜକୁ ବାରମ୍ବାର ପଳେଇ ଆସୁଛି ଏହା ହେଉଛି ପ୍ରୋବ୍ଲେମ୍ या तो ଏମିତି ସର୍ଭର ଏରର ଇନ୍ ଆପ୍ଲିକେସନ୍ ଏଠି ସବୁ ଆମର ପ୍ରୋବ୍ଲେମ୍ ଗୁଡ଼ା ହେଉଛି ଫେଲ୍ ଟୁ ଲୋଡ୍ ୱେବସାଇଟ୍ ଭ୍ୟୁ ଷ୍ଟେଟ୍ ଲେଖୁଛି ଆଉ ଏମିତି ସବୁ କ'ଣ ସବୁ ଭୁଲ ଦେଖାଉଛି ଏବେ ଧ୍ୟାନ ଦେଇକି ଶୁଣନ୍ତୁ ଏଭରି ଏରର ଦେଖାଯାଉଛି କାହିଁକି ତ ଏହା ଆପଣଙ୍କର ତ ଭୁଲ ନୁହେଁ ଆପଣଙ୍କର ଫର୍ମ ଡକ୍ୟୁମେଣ୍ଟ କ୍ୱାଲିଫିକେସନ୍ କିଛି ଭୁଲ ନୁହେଁ ଆପଣ ଠିକ୍ କରୁଛନ୍ତି ଠିକ୍ ସମୟରେ ମଧ୍ୟ କରୁଛନ୍ତି ତ ଭୁଲ ହେଉଛି କେଉଁଠୁ ତ ଏଇଟା ହେଉଛି 90% ଆମର ଏହା ହେଉଛି OSSC ୱେବସାଇଟ୍ର ସର୍ଭର ପ୍ରୋବ୍ଲେମ୍ ଠିକ୍ ଅଛି ସର୍ଭର ପ୍ରୋବ୍ଲେମ୍ କି ଏପରି ଏରର ଆସିଛି କାହିଁକି ବହୁତ ଲୋକ ଏକ ସମୟରେ ଫର୍ମ ଫିଲ୍ଅପ୍ କରୁଛନ୍ତି RIMN ପାଇଁ ହଜାର ଆବେଦକ ଅଛନ୍ତି ସର୍ଭର ଉପରେ ଅଧିକ ଲୋଡ୍ ହେଉଛି ଠିକ୍ ଅଛି ବହୁତ ସମୟ ପର୍ଯ୍ୟନ୍ତ ଗୋଟେ ପେଜରେ ରହିଲେ ବି ହେଉଛି ତ ଶୁଣନ୍ତୁ OSSC ଏବେ ଯଦି ଆମେ ଅନଲାଇନ୍ କଲେ ହେଉଛି ତ କାହିଁକି ହେଉଛି ଆମେ ପ୍ରଥମେ ବୁଝିବା OSSC ୱେବସାଇଟ୍ ଗଭର୍ଣ୍ଣମେଣ୍ଟ ସର୍ଭର ଉପରେ ଚାଲିଛି ଏହା ପ୍ରାଇଭେଟ୍ ୱେବସାଇଟ୍ ଭଳି ଫାଷ୍ଟ ନୁହଁ ଯେତେବେଳେ ଆପଣ ଫର୍ମ ଖୋଲନ୍ତି ସର୍ଭର ଆପଣଙ୍କର ଡାଟାକୁ ଟେମ୍ପୋରାରିଲି ମନେ ରଖିଲେ ଠିକ୍ ଅଛି ମନେ ରଖିନେଲେ କ'ଣ ହୁଏ ସେହି ତାକୁ କୁହାଯାଏ ଟେମ୍ପୋରାରି ମେମୋରି ସେହି ଟେମ୍ପୋରାରି ମେମୋରିକୁ କୁହାଯାଏ ଭ୍ୟୁ ଷ୍ଟେଟ୍ ସେଇ ଭ୍ୟୁ ଷ୍ଟେଟ୍ ହେଉଛି ସେଇ ଟେମ୍ପୋରାରି ମେମୋରି ଠିକ୍ ଅଛି ସର୍ଭର ଓଭରଲୋଡ୍ ହେଲେ ଏହି ଭ୍ୟୁ ଷ୍ଟେଟ୍ ଅଟୋମେଟିକାଲି ଡିଲିଟ୍ ହେଇଯାଏ ଓଭରଲୋଡ୍ ହୋଇଯାଏ ତ ସେଇ ୱେବସାଇଟ୍ର ଯେଉଁ ସର୍ଭରଟା ସେଇ ଟେମ୍ପୋରାରି ମେମୋରିକୁ ସେ ଡିଲିଟ୍ କରିନିଏ କିନ୍ତୁ ଏଇ ଯେଉଁ ଆମର କ୍ରୋମ୍ ବ୍ରାଉଜର ଅଛି କ୍ରୋମ୍ ବ୍ରାଉଜର ସେଟାକୁ ସେ ଜାଣିପାରେ ନାହିଁ ସେ ଡାଟା ଠିକ୍ ଅଛି ବୋଲି ଭାବିଲେ ତ ଏଇ ଯେଉଁ କମ୍ପ୍ଲିଟ୍ ହେଉଛି ଫେଲ୍ ଟୁ ଲୋଡ୍ ଭ୍ୟୁ ଷ୍ଟେଟ୍ ଏରର ସେଥିପାଇଁ ଆସୁଛି କିଛି କମ୍ପ୍ଲିଟ୍ ଯିବ ତ ଆପଣ କ'ଣ କରିବେ ଅଧିକାଂଶ କ୍ୟାଣ୍ଡିଡେଟ୍ ଅନନୋଇଂଲି ଏଇ ଭୁଲ କ'ଣ କରିଥାନ୍ତି ସେମାନେ ଦେଖନ୍ତୁ ରିଫ୍ରେଶ୍ କରିଦେବେ ବାରବାର ରିଫ୍ରେଶ୍ କରିଦେଲେ ସେମିତି ଭୁଲ ଆସିବ ଠିକ୍ ଅଛି पेज रिफ्रेश करदेवे ओरिड ହେଇକି या तो दुईटा टैब खोलदेवे एठी गुटे टैब मोबाइल रे गुटे लैपटॉप रे गुटे लॉन्ग टाइम गुटे पेज रे रहिथिबे बेले मु एही सेशन को ब्रेक करथि ठीक अछि तो आपण माने कोन करिवे एथि पई मु आपन को रियल प्रैक्टिकल सॉल्यूशन देखैबी आपण देखंतु यदि आपण लास्ट पर्यंत रहिबे तो एही प्रॉब्लम गुडा कर सॉल्यूशन आपण जानि पारबे तो नेक्स्ट क्लिक कले पर ये जो एरर आछि बैक बटन रिफ्रेश कले मध्ये पे आछि देखंतु पेज रिफ्रेश कर देले दुईटी टैब खोलले आछि पुराना नेट लोगन लेवल हाउस एरा सब हमर टेक्निकल प्रॉब्लम गुडा आछे तो आपन को फॉर्म एथि कैंसिल होई नै गुरुत्वपूर्ण जिनिस होछि एप्लिकेशन रिजेक्ट होई नै केवल वेबसाइट एरर आछि केवल आपन को जदी आपन को जदी पैसा कटि जाईछि आउ सेमति हे जाईछि तो सेति पय टिके ध्यान देबाक पड़िबो आउ जदी पैसा कटिनी आउ ଆପଣ ଏଭଳି ହେଉଛି ତ ଆପଣ ରିଫ୍ରେଶ କରିକି ପୁରା ୱେବସାଇଟ୍ ଖୋଲିଲା ପରେ ଭଲ ସେ ଆସିଲା ପରେ ହିଁ ପେମେଣ୍ଟ କରନ୍ତୁ ଆଗରୁ ପେମେଣ୍ଟ କରନ୍ତୁ ନାହିଁ ତ ଦେଖନ୍ତୁ କେମିତି ଏହାକୁ ସଲ୍ଭ କରିବେ ମୁଁ ପ୍ରାକ୍ଟିକାଲ ସଲ୍ୟୁସନ୍ ଆପଣଙ୍କୁ ଦେଖାଉଛି ଯେତେ ବି ଅଛି ସମସ୍ତ କ୍ରୋମ୍ ବ୍ରାଉଜର ଟ୍ୟାବ୍ ଗୁଡ଼ାକୁ ବନ୍ଦ କରିଦିଅନ୍ତୁ ପ୍ରଥମେ ଥର ତାପରେ ଇନକଗ୍ନିଟିଭ ମୋଡ଼ରେ କ୍ରୋମ୍ରେ ଖୋଲନ୍ତୁ ତାପରେ पेजକୁ କ୍ଲିୟର କରିଦିଅନ୍ତୁ सेटिंग प्राइवेसी को जाकर क्लियर करला पर नुआ भाबे लॉगिन करंतु कोनोसी लिंक फिंक रे जोड़ंतु नाही डायरेक्ट आपण OSSC.gov.in एई जो अछि एउ क्लिक करिकि डायरेक्ट आपण लोड करंतु ठीक अछि देखंतु या परे मध्ये यदि आपनकर किछि प्रॉब्लम होउछि प्रॉब्लम सॉल्व न होए त टिके वेट करंतु रिफ्रेश कला पर टिके वेट करंतु बारंबार रिफ्रेश करंतु एवं थरे रिफ्रेश हला पर जदि पुणी आछि टिके वेट करंतु आउ थरे रिफ्रेश करी वेट करंतु रिसबमिट कले मध्ये टिके वेट करिकि
ରୁହନ୍ତୁ, ତାପରେ ନିଶ୍ଚୟ ଧୀରେ ଧୀରେ ସଲ୍ଭ ହେଇଯିବ। ଆଉ ତାର ୱେବସାଇଟ୍ ଯେତେବେଳେ ସ୍ପିଡ୍ ହେଇଗଲା ତାପରେ ଆପଣ ସବମିଟ୍ କରିପାରିବେ, ପେମେଣ୍ଟ କରିପାରିବେ, ସବୁ କରିପାରିବେ। ତ ଏଥିପାଇଁ ଆପଣ ନିରାଶ ହୁଅନ୍ତୁ ନାହିଁ, କି ସବୁ ଧୀରେ ଧୀରେ ହେଇଯିବ। ଠିକ୍ ଅଛି, କିଛି ଅସୁବିଧା ନାହିଁ ଆପଣଙ୍କର। ତ ଦେଖନ୍ତୁ ବନ୍ଧୁମାନେ, ଫର୍ମ ଭରିବାର ସର୍ବଶ୍ରେଷ୍ଠ ସମୟ କ'ଣ? ଏହି ସମୟରେ ଆପଣ ଯଦି ଆପ୍ଲାଏ କରୁଛନ୍ତି, ଏଇଟା ଆପଣଙ୍କୁ ଇଜିଲି ସହଜରେ ହେଇଯିବ। ଏଇ ଇମ୍ପୋର୍ଟାଣ୍ଟ ସମୟ ହେଉଛି ସକାଳ 5ଟାରୁ ଆପଣଙ୍କର ଯଦି 8ଟା ପର୍ଯ୍ୟନ୍ତ କରିବେ, ୟା ତ ଟିକେ ଆଗରୁ କରିପାରିବେ, 4ରୁ ଯଦି କରିପାରିବେ ତ 3-2ରୁ କଲେ ବି ବହୁତ ସୁବିଧା। ସକାଳ 5ଟାରୁ 8ଟା ଆଉ ରାତି 11ଟାରୁ 2ଟା ପର୍ଯ୍ୟନ୍ତ ଯଦି ଲଗ୍ଇନ୍ କରିବେ, ଆପ୍ଲାଏ କରିବେ ତ ଇଜିଲି ହେଇପାରିବ। 10ଟାରୁ 9ଟା ପର୍ଯ୍ୟନ୍ତ ରାତିର ନ କରନ୍ତୁ। ସମୟରେ ବହୁତ ଜଣ ଆପ୍ଲାଏ କରିବେ, ଟ୍ରାଫିକ୍ ଅଧିକ ଥାଏ, ତ ଓଭରଲୋଡ଼ ହେଇଥାଏ ଓ ଏମିତି ପ୍ରୋବ୍ଲେମ୍ ଆସିଥାଏ। ଯଦି ପୁଣି ଏରର୍ ଆସୁଛି କ'ଣ କରିବେ କୁହନ୍ତୁ? 2-3 ଘଣ୍ଟା ଅପେକ୍ଷା କରନ୍ତୁ, ଧୀରେ ଧୀରେ ସର୍ଭର ଅଟୋ ରିସେଟ୍ ହୋଇଯାଏ, ତାପରେ ଚେଷ୍ଟା କରନ୍ତୁ। ବୁଝିଲେ? ତ କିଛି ଆପଣ ଓରିଡ୍ ହେବାର ନାହିଁ, ଟିକେ ଆପଣ ଦେଖନ୍ତୁ, ୱେଟ୍ କରନ୍ତୁ, କରନ୍ତୁ। ଅନେକ କ୍ୟାଣ୍ଡିଡେଟ୍ ଭୟ କରିଥାନ୍ତି ଏରର୍ ଆସିଲେ ଫର୍ମ ରିଜେକ୍ଟ ହେଇଗଲା କି? ନା ବନ୍ଧୁମାନେ, ରିଜେକ୍ଟ ହେବ ନାହିଁ। ପେମେଣ୍ଟ ସକ୍ସେସ୍ ହେଇଯାଇଛି, ତ ଆପ୍ଲିକେସନ୍ ନମ୍ବର ଜେନେରେଟ୍ ହୋଇଛି, ତ ଆପଣ ଫର୍ମ ସେଭ୍ ଅଛି। ଠିକ୍ ଅଛି, ତ ଦେଖନ୍ତୁ ଏଇଟା ହେଉଛି ଆପଣ ଦେଖନ୍ତୁ ଆପ୍ଲିକାଣ୍ଟ ଲଗ୍ଇନ୍ OSSC.gov.in ଆପ୍ଲିକାଣ୍ଟ ମେନୁ ଫର୍ମ ଆପ୍ଲାଏ କରିଥିଲି, ତ ଏଟାକୁ ରିଫ୍ରେଶ୍ ଯଦି ଆପଣ କଲେ ତ ଏମିତି ସବୁ ଏରର୍ ଆସୁଛି। ଦେଖନ୍ତୁ ଆପଣ ଦେଖିପାରିବେ କିଛି ନେଉନି, ଅନଏବୁଲ୍ ଟୁ କାଷ୍ଟ ଲେଖୁଛି। ଆଉ ଥରେ ରିଫ୍ରେଶ୍ କରିଦେଲେ ଦେଖନ୍ତୁ ଏଇ ହୋମ୍ ପେଜ୍କୁ ପୁଣି ପଳେଇ ଆସୁଛି। ଠିକ୍ ଅଛି, ଆପଣ ଯଦି ଏଥିରେ ଲଗ୍ଇନ୍ କରିବେ ଆପଣଙ୍କର ଦେଇକି, ତ ପୁଣି ଦେଖନ୍ତୁ ସେଇ ଫାଷ୍ଟ ପେଜ୍କୁ ପୁଣି ଏପରି ପଳେଇ ଆସୁଛି। ଆପଣ ବାର ଫେସ୍ କରିଥିବେ, ଲଗ୍ଇନ୍ ହୋଇପାରୁନି, ଲଗ୍ଇନ୍ ନମ୍ବର ଦେଲେ ଧୀରେ ଧୀରେ ହେଉଛି। ଆପଣ କ'ଣ କରିବେ? ଯଦି ହୋମ୍ ପେଜ୍ ଏବେ ଖୋଲିଲା, ଯଦି ନ ଖୋଲେ ତ ଆପଣ ଇନକଗ୍ନିଟୋ ମୋଡ଼୍ରେ ଲଗ୍ଇନ୍ କରନ୍ତୁ, ସେଇଟା ସେଭ୍ ରହିବ ଆପଣଙ୍କ ପାଇଁ। ଇନକଗ୍ନିଟୋ ମୋଡ଼୍ରେ ସେଭ୍ କଲା ପରେ ଡାଇରେକ୍ଟ ଏଥିରେ ଆପଣ OSSC ଯେଉଁ ୱେବସାଇଟ୍ ଅଛି କ୍ଲିକ୍ କରିବେ। OSSC.gov.in ପବ୍ଲିକ୍ ସେଲ୍ଟ ଆପଣ ଡାଇରେକ୍ଟ ଲଗ୍ଇନ୍ କରିପାରିବେ। ଦେଖନ୍ତୁ ଆସିଲା, ତାପରେ ଆପଣ ଲଗ୍ଇନ୍ କରିଦେଲେ ଏଥିରେ ଦେଖନ୍ତୁ କୌଣସି ଆପଣଙ୍କର ସେଇଗୁଡ଼ାକ ଭୁଲ ଆସିବନି। ମ୍ୟାକ୍ସିମମ୍ 90% କେସ୍ରେ ଏଥିରେ ସଲ୍ଭ ହେଇଯାଉଛି। ଆପଣ ତାପରେ ରେଜିଷ୍ଟ୍ରେସନ୍ ନମ୍ବର, ଇମେଲ୍ ଆଇ ଡ଼ି ଦେଇକି ଆପଣ ନିଜର ଲଗ୍ଇନ୍ କରିପାରିବେ। ଆଉ ଦେଖନ୍ତୁ ବନ୍ଧୁମାନେ, ମୁଁ ଇମେଲ୍ ଆଇ ଡ଼ି, ରେଜିଷ୍ଟ୍ରେସନ୍ ନମ୍ବର, ପାସୱାର୍ଡ଼ ଦେଲି, ତାପରେ ଟାଇପ୍ କଲି। ଏଇଟା ଅଟୋମେଟିକ୍ ଦେଖନ୍ତୁ ୱେଲକମ୍ ଟୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନକୁ ନେଇଗଲା। ଅଟୋମେଟିକ୍ ଏଇଟା ଅନ୍ ହେଲା। ତ ଏଇଥିରେ ଦେଖନ୍ତୁ ମୁଁ ରେଜିଷ୍ଟ୍ରେସନ୍ କରିସାରିଥିଲି, ପ୍ରିଭ୍ୟୁ ରେଜିଷ୍ଟ୍ରେସନ୍, ଡକୁମେଣ୍ଟ ଡିଟେଲ୍ ସବୁ ପେମେଣ୍ଟ ବି ଦେଇସାରିଥିଲି। କେବଳ ଲାଷ୍ଟ ଷ୍ଟେପ୍ରେ ରହିଯାଇଥିଲା ମୋର, ତ ଆକ୍ସେପ୍ଟ ଅଣ୍ଡରଟେକିଂ ଆଣ୍ଡ ସବମିଟ୍ ଆପ୍ଲିକେସନ୍ରେ ରହିଯାଇଥିଲା, ଇନକମ୍ପ୍ଲିଟ୍ ଲେଖୁଛି, ଆପଣ ଦେଖିପାରୁଥିବେ। ତ ଆପ୍ଲାଏ କଲେ ଦେଖନ୍ତୁ ଏଟାକୁ ଯଦି ଆପଣ ଆପ୍ଲାଏ କରିବେ ଏମିତି, ତ ଆମେ ସକ୍ସେସ୍ ହେଇପାରିବା। ଦେଖନ୍ତୁ ସବୁ ଗୁଡ଼ାକ ତ ଫିଲ୍ ଅପ୍ ହେଇଥିଲା, ଯଦି ଯାହାର କୌଣସି ଷ୍ଟେପ୍ ରହିଯାଇଛି ସେ ଆପଣ ଆଡ୍ରେସ୍ ଡିଟେଲ୍, କ୍ୱାଲିଫିକେସନ୍, ଏମ୍ପ୍ଲୟମେଣ୍ଟ ସେଣ୍ଟର ପ୍ରିଫରେନ୍ସ ଅପଲୋଡ଼ କରିକି ଆଉ କରିପାରିବେ ଆପଣ। ଏଇଟା ମୁଁ ସେଲ୍ଫ ଡିକ୍ଲାରେସନ୍କୁ କ୍ଲିକ୍ କଲି, ତାପରେ ଅଣ୍ଡରଟେକିଂ ସେକ୍ସନ୍କୁ ଯାଇକରି ଆକ୍ସେପ୍ଟ ଅଲ୍ ଟର୍ମ ଆଣ୍ଡ କଣ୍ଡିସନ୍ କଲି, ପ୍ରିଭ୍ୟୁ ଆପ୍ଲିକେସନ୍ ଫର୍ମ କଲି। ତାପରେ ଟିକେ ୱେଟ୍ କଲା ପରେ ଦେଖନ୍ତୁ କୌଣସି ପ୍ରୋବ୍ଲେମ୍ ହେଉନି, ଏରର୍ ଆସୁଛି। ଏଟାକୁ ଆପଣ ପଢ଼ିପାରିବେ, ନିଜର ଚେକ୍ କରିପାରିବେ, ନିଜର ଯେଉଁ ଯାହା ଡକୁମେଣ୍ଟ ଗୁଡ଼ାକ ଅଛି, ତାପରେ ଆପଣ ଫାଇନାଲ୍ ସବମିଟ୍ କରିପାରିବେ। ଦେଖନ୍ତୁ ପୁଣି ଦେଖନ୍ତୁ ସବମିଟ୍ କଲା ପରେ ପୁଣି ଫେର୍ ଅସୁବିଧା ଏଠି ମଧ୍ୟ ଦେଖାହେଉଛି। ଆପଣଙ୍କୁ ଆଉ ଥରେ ୱେଟ୍ କରି ଆଉ ଥରେ ରିସବମିଟ୍ କରିବେ, ଦେଖିବେ ବାଧ୍ୟ 100% ହେଇଯିବ। ଟିକେ ୱେଟ୍ କଲି, ଦେଖନ୍ତୁ ପୁଣି ଆଉ ଥରେ ସବମିଟ୍ କଲି, ଧୀରେ ଧୀରେ ସବୁ ହେଇଯିବ। ଦେଖନ୍ତୁ ଅଟୋମେଟିକ୍ ହେଇଗଲା। ଆପଣ ଏହାକୁ ଆପଣଙ୍କ ଡେଷ୍ଟିନେସନ୍ ଫୋଲ୍ଡରରେ ସେଭ୍ କରିପାରିବେ। ଠିକ୍ ଅଛି, ଦେଖନ୍ତୁ ଆପଣଙ୍କର ସେଇଟା ହେଇଗଲା। ଆପଣ ଯଦି ଚେକ୍ କରିବେ ହୋମ୍କୁ ଯାଇକି, ସେଇଟା ଆପଣ ହେଇଯାଇଥିବ। ଦେଖନ୍ତୁ ଯେତେବେଳେ ଲେଖୁନଥିଲା ଆକ୍ସେପ୍ଟ ଅଣ୍ଡରଟେକିଂ ଆପ୍ଲିକେସନ୍ ସବୁ ସକ୍ସେସ୍ ହେଇନଥିଲା, ଏବେ ହେଇଗଲା। ଦେଖନ୍ତୁ ଏପରି ଭାବରେ ଆପଣ ନିଜର ଚେକ୍ କରିପାରିବେ। କୌଣସି ଯଦି ଭୁଲ ଅଛି, ଫେବୃଆରୀ 7 ପୂର୍ବରୁ ଆପଣ ଏଇଟାକୁ ଏଡ଼ିଟ୍ କରିପାରିବେ। ତ ଏଇ ଡେଟ୍କୁ ଧ୍ୟାନ ରଖିକି ଆପଣ ଦେଖନ୍ତୁ। ଠିକ୍ ଅଛି ବନ୍ଧୁମାନେ, OSSC ୱେବସାଇଟ୍ରେ ଏରର୍ ସାଧାରଣ କଥା। RIMIN SDSVWJ ପ୍ରତ୍ୟେକ ରିକ୍ୱାରମେଣ୍ଟ ଆସିଥାଏ, ତ ଭୟ କରନ୍ତୁନି। ଯଦି ଏହି ଭିଡ଼ିଓ ଆପଣଙ୍କୁ ହେଲ୍ପ କରିଥାଏ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଅନ୍ୟ ଫ୍ରେଣ୍ଡମାନଙ୍କ ସହିତ ମଧ୍ୟ ସେୟାର କରନ୍ତୁ। ଆଉ କୌଣସି ଡାଉଟ୍ ରହୁଛି ଆପଣ କମେଣ୍ଟ କରିକି ମୋତେ ଜଣାଇ ପାରିବେ, ମୁଁ ପର୍ସନାଲି ଆପଣଙ୍କର ଉତ୍ତର ଦେବି। ଆଚ୍ଛା, ଥ୍ୟାଙ୍କ ୟୁ।